जो भाई ଏବେ ଆପଣମାନେ ପୁଅ ପାଇଁ ଯୋଉଭଳି ଲଜ୍ଜାର ପରିସ୍ଥିତି ଆସିଛି, ଆପଣଙ୍କୁ କ'ଣ ଲାଗୁଛି କାଳିଆ ଏତେ ଷ୍ଟ୍ରଙ୍ଗ ଅଛନ୍ତି? କାଳିଆ ଏତେ ସାମ୍ନା କରୁଛନ୍ତି, ସାମ୍ନାକୁ ଆସିଲେ ଆପଣଙ୍କୁ କ'ଣ ଲାଗୁଛି କାଳିଆ କେମିତି ଏତେ ସାହସ, ମାନେ କେମିତି ସାମ୍ନା କରିପାରୁଛନ୍ତି? ଏତେ ନାଇଁ ଶକ୍ତି କିଏ ଦଉଛି ତମକୁ? ନାଇଁ ଆଜ୍ଞା, ଶକ୍ତି ତ ଏଇ ଆପଣମାନଙ୍କ ଦ୍ୱାରା ଶକ୍ତି ପାଇଲା। ସେ ନହେଲେ ତ ପୁରା ଯଦି ଆପଣମାନେ ସବୁ ନଥାନ୍ତେ ତାହେଲେ ତାକୁ ନ୍ୟାୟ ନ ମିଳିଥାନ୍ତା, ତାହେଲେ ତ ସିଏ ବୋଧେ ଆତ୍ମହତ୍ୟା କରିଦେଇଥାନ୍ତା କି କ'ଣ, କି ଡିପ୍ରେସନ୍ରେ ରହିଲା ପରେ ତ ଅଟୋମେଟିକ୍ ମଣିଷ ହାର୍ଟ ଚୋକ୍ ବି ହେଇଯାଉଛି। ତାର ଯେଉଁ ଭଳିଆ ପରିସ୍ଥିତି ହେଇଥିଲା ମୁଁ ସେଦିନ ଦେଖିଛି, ପାଗଳ ପରୀକ୍ଷା ହେଉଥିଲା ସିଏ। ଆଉ ଏମିତି ମୁଁ ହାତ ଯୋଡ଼ି କହୁଛି, କୌଣସି ଲୋକ କୌଣସି ମାନେ କଳା ପିଲାକୁ ରିଜେକ୍ଟ କରନ୍ତୁ ନାହିଁ ଆଜ୍ଞା। ତାକୁ ଭଲ ଭାବରେ ବୁଝନ୍ତୁ, ଦେଖନ୍ତୁ, ତାପରେ ବାହାଘର ହୁଅନ୍ତୁ। କିଛି ଅସୁବିଧା ନାହିଁ, ବୁଝି ବିଚାରିକି ବାହାଘର ହୁଅନ୍ତୁ ଆଜ୍ଞା। ସେଇ ଝିଅକୁ କ'ଣ କହିବା ପାଇଁ ଚାହୁଁଛନ୍ତି? ସେ ଝିଅକୁ କ'ଣ କହିବି, ସେ ଝିଅକୁ କିଛି କହିବି, ସେ ତାର ତ ବୁଦ୍ଧି ସୁଦ୍ଧି ନାହିଁ, ତାକୁ କହିଲେ କିଛି ଲାଭ ନାହିଁ। ତାକୁ କହିକି କିଛି ଲାଭ ନାହିଁ। ସେ ବାପାକୁ ଯିଏ ମାନୁନାହିଁ ସେ ଆମ କଥା କ'ଣ ମାନିବ ଆଜ୍ଞା? ଯେଉଁ ଝିଅ ବାପାଙ୍କ କଥା ମାନିଲା ନାହିଁ, ବାପାକୁ ବୁଝିଲା ନାହିଁ, ଆଉ ତାକୁ କ'ଣ ମୁଁ କହିବି ସେ ମୋ କଥା ମାନିବ? କଳା ପୁଅ ଯେଉଁମାନେ ଅଛନ୍ତି ସେମାନେ ଏବେ କ'ଣ କରିବା ଦରକାର? ମାନେ ସେମାନେ ରୋଜଗାର ଉପରେ ଫୋକସ୍ କରିବେ ନା ନିଜକୁ କେମିତି ଗୋରା କରିବେ ସେଇଟା କରିବେ? କାହିଁକିନା ନାଇଁ ନାଇଁ, ସବୁବେଳେ ତ ଟଙ୍କା। ପଇସା ପଛରେ ଆଜ୍ଞା ସମସ୍ତେ ଗୋଡ଼ଉଛନ୍ତି, କିନ୍ତୁ ନିଜ ଶରୀରଟାକୁ ଆଗ ଦେଖନ୍ତୁ, ଶରୀରଟାକୁ ଫିଟନେସ୍ ଠିକ୍ ରଖନ୍ତୁ, ଆଉ ତାପରେ ପଇସା ପଛରେ ଗୋଡ଼ାନ୍ତୁ। ପଇସା ତ ସମସ୍ତେ ସବୁବେଳେ କମେଇ ପାରିବେ, ନା କିନ୍ତୁ ବାହା ହେଇଯିବା ପରେ ଆମେ ଆଜ୍ଞା ମାନେ ବାହାଘର ପର୍ଯ୍ୟନ୍ତ ଶରୀର ଦେଖିବା, ବାହାଘର ପରେ ପଇସା ଦେଖିବା? ନା ନା, ପଇସା ଶରୀର ଦୁଇଟା ଯାକକୁ ଆମେ ସବୁ ସମାନ ଭାବରେ ଦେଖିବା। କାରଣ ଶରୀର ଥିଲେ ସବୁ କିଛି ଅଛି ଆଜ୍ଞା, ପଇସା ଥିଲେ କିଛି ହେଇପାରିବନି। ଶରୀର ନଥିଲେ ତୁମେ ପଇସା ଆଣି କ'ଣ, ପଇସା ଥିଲେ ପାଖରେ କ'ଣ ତୁମକୁ ରୋଗ ହେଇଗଲା, ବଡ଼ ରୋଗ, ତୁମକୁ ପଇସା ଥିଲେ ବି ବଞ୍ଚେଇ ପାରିବନି। ସେଥିପାଇଁ ଶରୀରଟା ହେଉଛି ମୁଖ୍ୟ, ଶରୀରଟାକୁ ସବୁବେଳେ ଯତ୍ନ ନେବା ଦରକାର। ଓକେ, କାଳିଆ ଏବେ ଯେମିତି ଦେଖାଉଛନ୍ତି ଆଗକୁ ଆପଣ କହୁଛନ୍ତି ତାଙ୍କୁ ହ୍ୟାଣ୍ଡସମ୍ କରିବେ ବୋଲି। ନିଶ୍ଚିନ୍ତ। କ'ଣ କେମିତି ତାଙ୍କୁ ଖାଇବା ପିଇବା ରୁଟିନ୍ କେମିତି କ'ଣ ରହିବ, କେମିତି କ'ଣ ହ୍ୟାଣ୍ଡସମ୍ କରିବେ? ସେ ଆଜ୍ଞା ସେ 24 ଘଣ୍ଟା କାମ କରେ। ସେ 24 ଘଣ୍ଟା ଯେଉଁ କାମ କରେ, ଦିନ 9ଟାରୁ କାମକୁ ଯିବ, ମାନେ ଗାଡ଼ି କାମ କରିବ, ରାତି 12ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ କରେ। ତାକୁ ଟିକେ ରେଷ୍ଟ ଦିଆଯିବା ପାଇଁ ତାକୁ କହିବି କାମ କମ୍ କରିବ, ଭଲ ଫଳମୂଳ ଫଳମୂଳ ଯାହା ଭଲ ମନ୍ଦ ଖାଇ ପିଇକି ତା ଦେହଟାକୁ ସେ ଜଗିବ ଆଉ। ଆଟଲିଷ୍ଟ ତ ଆପଣଙ୍କ ଭଳି ଯଦି ଟିକେ ହେଲ୍ଥ ହେଇପାରନ୍ତା ଆଜ୍ଞା ସେ ଲାଗିବ। ହେଇଯିବ ଆଜ୍ଞା, ଗ୍ୟାରେଣ୍ଟି ହେଇଯିବ। ମଣିଷ ଦେହରେ ଚେହେରା ଲାଗିବାଟା କିଛି ବଡ଼ କଥା ନୁହଁ, ଖାଇଲେ ପିଇଲେ। କିନ୍ତୁ ବାହା ହେଇଯାଇଥିଲେ ସେ ଟିକେ ଜଲ୍ଦି ଭଲ ହେଇଥାନ୍ତା, ମାନେ ୟା ପରେ କ'ଣ କାଳିଆ ଜିମ୍ ଯିବେ କି କିଛି? ନାଇଁ ଆଜ୍ଞା, ଜିମ୍ କାହିଁ ଯିବ, ତାକୁ ଟାଇମ୍ କାହିଁ ଆଜ୍ଞା? ସେ ତ ଯେଉଁ ସଂସ୍ଥାଟା ଖୋଲିଛନ୍ତି ସେ ସଂସ୍ଥା ସମ୍ଭାଳିବାକୁ ତାକୁ ଟାଇମ୍ ନାହିଁ, ଯେ ଆଉ ସେ ଜିମ୍ କେତେବେଳେ ଯିବ? ସେ ଖାଇ ପିଇକି ସେ ଷ୍ଟ୍ରଙ୍ଗ ହେଇଯିବ। ତାକୁ ଖାଲି ଗୋଟେ ଭଲ ଝିଅଟାଏ ମୁଁ ଖୋଜିଦେବି, ତାପରେ ଯେଉଁ କଥା। କେମିତି ମାନେ ସେ ଝିଅର ଗୁଣ କିମ୍ବା ଆଉ କିଛି ପ୍ରପୋଜାଲ୍ ଏମିତି ଆସିଲାଣି କି ୟା ପରେ? ବହୁତ ପ୍ରସ୍ତାବ ଆଜ୍ଞା ଆସିଲାଣି। ଆମେ କିନ୍ତୁ ଏବେ ଟିକେ ମନା କରୁଛୁ, ଟିକେ ଯାଉ, ମାସେ 2 ମାସ 3 ମାସ ଯାଉ, ତାପରେ କରିବୁ। ବହୁତ ପ୍ରସ୍ତାବ ଆସିଛି। ପ୍ରସ୍ତାବ ଯେଉଁ ମାନେ କ'ଣ କହୁଛନ୍ତି କାଳିଆଙ୍କ ପାଇଁ? ଆଜ୍ଞା ମାନେ କାଳିଆଙ୍କ ପାଇଁ ଯେଉଁ ପ୍ରସ୍ତାବ ଆସୁଛି ସେମାନେ କ'ଣ କହୁଛନ୍ତି? ଯେ ଯେମିତିକି ଯଦି ସେଇଟା ଭାଙ୍ଗିଗଲା ଆମେ ରାଜି ଆଜ୍ଞା ଅଛୁ। ଆଜ୍ଞା, ହଁ, ବହୁତ ରାଜି ଅଛନ୍ତି। ସେଇଦିନ ବି କହୁଥିଲେ କାହିଁ ସେ ଗଲା ଆମେ ଆଉ ଗୋଟେ ଝିଅ ବାହାଘର କରିଦେବୁ, କିନ୍ତୁ ମାନସିକ ସ୍ଥିତି ଯେହେତୁ କାହାରି ଭଲ ନାହିଁ, କିଏ କରେଇବ, ସେଥିପାଇଁ ଆମେ ଆଉ କରେଇଲୁନି। କିନ୍ତୁ 2 ମାସ 3 ମାସ ରଜ ବେଳକୁ ତା ବାହାଘର ଆମେ ଗ୍ୟାରେଣ୍ଟି କରେଇଦେବୁ। ଆଚ୍ଛା, ଯଦି ଝିଅର ମନ ଚତୁର୍ଥୀ ପରେ ବଦଳି ଯାଇଥାନ୍ତା? ସବୁ ସେମିତି କହିପାରିବିନି ମୁଁ। ନାଇଁ, ଯଦି ଚତୁର୍ଥୀ ପରେ କହିଥାନ୍ତେ କି ନାଇଁ ପୁଅଟା କଳା କାମ ରହିଥାନ୍ତା ସେଠି? ପୁଅ ଜୀବନ ନଷ୍ଟ ହେଇଯାଇଥାନ୍ତା ପୁରା, ପୁଅ ପାଗଳ ହେଇଯାଇଥାନ୍ତା ଆଜ୍ଞା, ଆତ୍ମହତ୍ୟା କରିଦେଇଥାନ୍ତା। କାରଣ ବର୍ତ୍ତମାନ ଯେଉଁ ଆଇନ, ଇଏ ପୁଅ ତଣ୍ଟି ଚିପି ମାରିଦେବେ, କହି ମାରିଦେବେ, ଘୋଷାଡ଼ିକି। ଝିଅ ତ ଯାହା ଚାହିଁବ ତାହା କରିବ ଆଜ୍ଞା।